ଶାଗୁଆନ କାଠ ଚୋରାଚରଣ ବେଳେ ପିକଅପ୍ ଭ୍ୟାନ୍ ସହିତ 3 ଗିରଫ। ଏହି ଚଢ଼ଉରେ ବିଭାଗୀୟ ଅଧିକାରୀମାନେ ଏକ ପିକଅପ୍ ଭ୍ୟାନ୍ ସହ ଲକ୍ଷାଧିକ ଟଙ୍କା ମୂଲ୍ୟର ଶାଗୁଆନ କାଠ ଜବତ କରିବା ସହିତ 3 ଜଣ ଅଭିଯୁକ୍ତକୁ ଗିରଫ କରିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ଖଡ଼ିଆଳ ଥାନା ବିଛାନପାଲି ଗାଁର ଲକ୍ଷ୍ମଣ ବିଶି, ଜଗଧାନ ଝାଙ୍କର, ଖଲି ଭିତର ଗାଁର ସୁମନ୍ତ ମାଝୀ। ସୁନାବେଡ଼ା ଅଭୟାରଣ୍ୟରେ ଦିନକୁ ଦିନ କାଠ ଚୋରି ବଢ଼ିବାରେ ଲାଗିଛି। ଚେରଚୁଆଁ ନିକଟ ଜଙ୍ଗଲରେ ମାଫିଆମାନେ ମୂଲ୍ୟବାନ ଶାଗୁଆନ କାଠ କାଟି ଖଡ଼ିଆଳ ଅଞ୍ଚଳକୁ ଚାଲାଣ କରୁଛନ୍ତି। ସେହିଭଳି ଗତ ରାତିରେ ଭୋର ସକାଳୁ ଖଡ଼ିଆଳ ଅଞ୍ଚଳର କାଠ ବ୍ୟବସାୟୀମାନେ 4 ଚକିଆ ଗାଡ଼ିରେ ଶାଗୁଆନ କାଠ ନେଉଥିଲେ। ଏ ନେଇ କମନା ବନ ବିଭାଗ ଓ ବନ୍ୟପ୍ରାଣୀ ବିଭାଗ ଖବର ପାଇଥିଲେ। ଗତକାଲି ରାତିରେ କମନା ବନ୍ୟପ୍ରାଣୀ ବିଭାଗ एसीएफ संजीव बनगाल और कमना टेरिटोरियल रेंजर देवदत्त सुतारଙ୍କ नेतृत्व एक स्वतंत्र टीम चेरचुआ गाँ निकटरे चढ़ाऊ करथिले। आज माफिया माने भोर सकाळु एक पिकअप वैन जार नंबर OD 26A 2704 रे सागवान काठगंडी तली अंचल को आसुथिले। चेरचुआरू गड़गड़ा रास्ता पिकअप वैन सह काठ को वन विभाग जबत करिछि। नुआपड़ा जिल्लारू परमेश्वर मेहर रिपोर्ट जनता एक्सप्रेस।